ସମସ୍ତଙ୍କୁ ସକାଳର ମୁଖ୍ୟ ଖବରକୁ ସ୍ୱାଗତ କରୁଛି। ଚାଲନ୍ତୁ ଆଜିର ପ୍ରଥମ ମୁଖ୍ୟ ଖବର ଜାଣିବା। ବିଏଡ୍ ନାଁ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ମାର୍ଚ୍ଚ 24 ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଆଗାମୀ ଶିକ୍ଷାବର୍ଷ 2025-26 ନିମନ୍ତେ 2 ବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ଆବେଦନକାରୀଙ୍କ ପାଇଁ ଆସନ୍ତା ମାର୍ଚ୍ଚ 24 ତାରିଖରୁ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ସେହିପରି ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ 24 ତାରିଖ ସୁଦ୍ଧା ଆରମ୍ଭ କରାଯିବ। ପରବର୍ତ୍ତୀ ଖବର। ଅତ୍ୟଧିକ ଖରା ପାଇଁ ଓଡ଼ିଶାରେ ବଦଳିଲା ସ୍କୁଲ ସମୟ। ସକାଳ 6:30ରୁ 10:30 ଯାଏଁ ହେବ ପାଠପଢ଼ା। ଆଜି ଶୁକ୍ରବାରଠାରୁ ସକାଳ 6:30ରୁ ସ୍କୁଲ ଆରମ୍ଭ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାପମାତ୍ରାକୁ ନଜର ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ସକାଳ 6:30ରୁ ସ୍କୁଲ ଆରମ୍ଭ ହୋଇ 10:30ରେ ସରିବ ବୋଲି ସୂଚନା ଦିଆଯାଇଛି। ତେବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏହା ଲାଗୁ ହେବ। ନିୟମକୁ ତତ୍କ୍ଷଣାତ୍ ଲାଗୁ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର। ଏପ୍ରିଲ 1ରୁ ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ ବିମାନ ସେବା। ଆସନ୍ତା ଏପ୍ରିଲ 1 ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍ ପଲିସି ଅନୁଯାୟୀ ଭୁବନେଶ୍ୱରରୁ ଗୋଆକୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ବିମାନ ଚଳାଚଳ କରିବ। ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏହି ସେବା ଯୋଗାଇବ। ଏହି ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପରବର୍ତ୍ତୀ ଖବର। ସୁଭଦ୍ରାରେ ପ୍ରଥମ କିସ୍ତି ପରେ ଦ୍ୱିତୀୟ କିସ୍ତି ପାଇବାରୁ 1 ଲକ୍ଷ ମହିଳା ବଞ୍ଚିତ। ମାର୍ଚ୍ଚ 31 ପରେ ହେବ ସର୍ଭେ। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପାଇ ଦ୍ୱିତୀୟ କିସ୍ତି ପାଇବାରୁ 1 ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ଏମାନଙ୍କ ପାଇଁ ମାର୍ଚ୍ଚ 31 ପରେ 1-to-1 ସର୍ଭେ କରାଯିବ ଓ ଯୋଗ୍ୟ ବିବେଚିତ ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୂଚନା ଥାଉ କି ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଥିବା, ଗାଡ଼ି କିଣିଥିବା ଓ 5 ଏକର ଜମି ନଥାଇ ଅଧିକ ଧାନ ମଣ୍ଡିରେ ଦେଇଥିବା ମହିଳାଙ୍କୁ ଟଙ୍କା ମିଳିନାହିଁ। ପରବର୍ତ୍ତୀ ଖବର। ନବୀନ ପଟ୍ଟନାୟକଙ୍କୁ ମେଡିସିନ ଦେଇ ପାଗଳ କରି ରଖିଥିଲେ ପାଣ୍ଡିଆନ। ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ବିଜୁ ଜନତା ଦଳ ସରକାରରେ 5ଟି ଅଧ୍ୟକ୍ଷ ଥିବା ଭିକେ ପାଣ୍ଡିଆନ ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଏବେ ଟାର୍ଗେଟ କରି କହିଛନ୍ତି। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଣ୍ଡିଆନ ପାଗଳ କରି ରଖିଥିଲେ। ମେଡିସିନ ଦିଆଯାଇଥିବାରୁ ନବୀନ ବାବୁ କିଛି ବୁଝିପାରୁନଥିଲେ କି ଜାଣିପାରୁନଥିଲେ। ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପାଣ୍ଡିଆନ ଚାହୁଁନଥିଲେ। ତେବେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା ପରେ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ବଦଳିଛି।